ଚାଷୀଙ୍କ ପାଇଁ ଆସିଲା ଭଲ ଖବର। ଏହି ଦିନ ଆକାଉଣ୍ଟକୁ ଆସିବ 2000 ଟଙ୍କା। ନମସ୍କାର ଦର୍ଶକ ବନ୍ଧୁ, ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତା 20 ତାରିଖରେ କିସ୍ତି ଟଙ୍କା ପଠାଇବେ ସରକାର। ହେଲେ ଏହା ପୂର୍ବରୁ ସାରିବାକୁ ପଡ଼ିବ ଆପଣଙ୍କୁ ଏହି କାମ। କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଖୁସି ଖବର ଘୋଷଣା କରିବାକୁ ଯାଉଛନ୍ତି। ଏହା ବିଶ୍ୱାସ କରାଯାଉଛି ଯେ ମୋଦି ସରକାର ପରବର୍ତ୍ତୀ କିସ୍ତି ଅର୍ଥାତ୍ ଜୁଲାଇ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 20ତମ କିସ୍ତି ଜାରି କରିପାରନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରମାଣିତ ହେବ ଯଦି ଆପଣଙ୍କ ନାମ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସହିତ ଲିଙ୍କ ହୋଇଛି। ତେବେ ଆପଣ ପ୍ରଥମେ ଜରୁରୀ ବିବରଣୀ ବିଷୟରେ ଜାଣିପାରିବେ। ଯଦି ଆପଣ ସମସ୍ତ ସର୍ତ୍ତ ପୂରଣ କରୁନାହାନ୍ତି ତେବେ କିସ୍ତି ଟଙ୍କା ଅଟକାଇ ଦିଆଯିବ। ସରକାର 2025 ଫେବୃଆରୀ 24 ତାରିଖରେ ଏହି ଯୋଜନା ଅଧୀନରେ 2000 ଟଙ୍କା 19ତମ କିସ୍ତି ଜାରି କରିଥିଲେ। ଏବେ ଚାଷୀମାନେ ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି, ଯାହା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କିସ୍ତି ଟଙ୍କା ପ୍ରଦାନ ତାରିଖ ଘୋଷଣା କରିନାହାନ୍ତି। କୃଷକଙ୍କୁ ଆର୍ଥିକ ସମୃଦ୍ଧି ଏବଂ ପ୍ରଗତି ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ସରକାର ପ୍ରତି 4 ମାସରେ 2000 ଟଙ୍କାର କିସ୍ତି ଜାରି କରନ୍ତି। ତଦନୁସାରେ ପ୍ରତିବର୍ଷ 3ଟି କିସ୍ତିରେ 6000 ଟଙ୍କା ସ୍ଥାନାନ୍ତର କରାଯାଏ। 2019ରୁ ଚାଷୀମାନେ ଏହି ଯୋଜନାରୁ ଉପକୃତ ହୋଇଆସୁଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ ଏହି ଯୋଜନାରେ 12 କୋଟିରୁ ଅଧିକ ଚାଷୀ ତାଲିକାଭୁକ୍ତ। ଯଦି ଆପଣ ଯୋଗ୍ୟ, ତେବେ ଯଦି ଆପଣ ଏହି ଯୋଜନାରେ ଲିଙ୍କ ହୋଇନାହାନ୍ତି ତେବେ ଆପଣ ତୁରନ୍ତ ପଞ୍ଜୀକୃତ କରିନିଅନ୍ତୁ। ଯଦି ଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ହେବାକୁ ଚାହାନ୍ତି ତେବେ ସେମାନେ KYC ଏବଂ ଜମି ଯାଞ୍ଚ ଭଳି ଆବଶ୍ୟକୀୟ ପଦକ୍ଷେପଗୁଡ଼ିକ ପୂରଣ କରିପାରିବେ। ଏହା ବ୍ୟତୀତ ଆଧାର କାର୍ଡ଼କୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରନ୍ତୁ, ଯେଉଁଠାରେ କୌଣସି ସମସ୍ୟା ହେବ